2014 ମସିହାରେ ମୋର ନିହାତି ମନ୍ତ୍ରୀ ହେବା କଥା କିନ୍ତୁ ସେତେବେଳେ କ'ଣ ଘଟଣା ଘଟିଲା ମୁଁ ବି ବହୁ ଭୋଟ୍ରେ ଜିତିଥିଲି ଦଳ ସାଙ୍ଗେ ଭଲ ଥିଲା 14 ମସିହା ଇଲେକ୍ସନରେ ଅନେକ ଲୋକଙ୍କ ଟିକେଟ୍ ପାଇବା କ୍ଷେତ୍ରରେ ମୋର କିଛି ଭୂମିକା ବି ଥିଲା କିନ୍ତୁ ନବୀନ ବାବୁ ନିଜେ ସବୁ କଥା ମଧ୍ୟ ଜାଣିପାରନ୍ତି ଜାଣୁନାହାନ୍ତି ବୋଲି କହିଲେ ଠିକ୍ ହେବନି ଜାଣିପାରନ୍ତି କିନ୍ତୁ ଖେଳ କରନ୍ତି ଅନ୍ୟ ଉପରକୁ ଦୋଷ ଯାଏ ଦୋଷ ପ୍ରଭାତ ଭାଇ ଆପଣ ମୁଖ୍ୟ ସଚେତକ ଥିଲେ ବିଜୁ ଜନତା ଦଳର ବିଧାନସଭାରେ ଆଜ୍ଞା ମୁଖ୍ୟ ସଚେତକ ଥିଲେ ଆପଣ ମନ୍ତ୍ରୀ କାହିଁକି ହେଲେନି ଆପଣ ଏତେ ବର୍ଷର ଅଭିଜ୍ଞତା ଏତେ ଥର ଯିଏ 4 ଥର ଜିତିଛନ୍ତି ଆପଣଙ୍କୁ କାହିଁକି ମନ୍ତ୍ରୀ କରାଗଲାନି ସେଟା ବି କ'ଣ କନସ୍ପିରେସି ମୁଖ୍ୟ ସଚେତକଟା କନସ୍ପିରେସି ନୁହଁ ମୁଖ୍ୟ ସଚେତକ ଲୋଡାଉନ୍ ପୋଷ୍ଟ ଆଚ୍ଛା ଯଦିଓ କ୍ୟାବିନେଟ୍ ର୍ୟାଙ୍କର କିନ୍ତୁ ଆମେ କ'ଣ ମୁଖ୍ୟ ସଚେତକ କ'ଣ ଓଥ ନିଏ ଓଥ ଅଫ୍ ସିକ୍ରେସିଟା ମୁଖ୍ୟ ସଚେତକ କ୍ଷେତ୍ରରେ ନଥାଏ ଓଥ ଅଫ୍ ସିକ୍ରେସିଟା ମିନିଷ୍ଟର ନିଅନ୍ତି ମିନିଷ୍ଟରଙ୍କର ଗୋଟେ ଅଞ୍ଚଳ ପାଇଁ ରାଜ୍ୟ ପାଇଁ କିଛି କରିବାର ନିଜସ୍ୱ ମାନେ କାର୍ଯ୍ୟ କରିବାର ଗୋଟେ ସୁଯୋଗ ଅଛି ମୁଖ୍ୟ ସଚେତକ ୱିଲ୍ ମ୍ୟାନେଜ୍ ଦି ପାର୍ଟି ଇନସାଇଡ୍ ଦି ହାଉସ୍ ଏବଂ ସେଇ କଥାଟା କରିବା କାରଣରୁ ମୁଖ୍ୟ ସଚେତକ ସରକାରୀ ଦଳର ତାଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଛି ତାପରେ 2014 ମସିହାରେ ଯେତେବେଳେ ପ୍ୟାରୀବାବୁଙ୍କ ଯିବା ପରେ 2014 ମସିହାରେ ମୋର ନିହାତି ମନ୍ତ୍ରୀ ହେବା କଥା କିନ୍ତୁ ସେତେବେଳେ କ'ଣ ଘଟଣା ଘଟିଲା ମୁଁ ବି ବହୁ ଭୋଟ୍ରେ ଜିତିଥିଲି ଦଳ ସାଙ୍ଗେ ଭଲ ଥିଲା 14 ମସିହା ଇଲେକ୍ସନରେ ଅନେକ ଲୋକଙ୍କ ଟିକେଟ୍ ପାଇବା କ୍ଷେତ୍ରରେ ମୋର କିଛି ଭୂମିକା ବି ଥିଲା କିନ୍ତୁ ପରବର୍ତ୍ତୀ ଅବସ୍ଥାରେ କଳ୍ପତରୁଙ୍କର କିଛି ଥାଇପାରେ ଅନେକ କହନ୍ତି କଳ୍ପତରୁ ବାବୁ ମୁଁ ଏବଂ ବିଜୟଶ୍ରୀ ରାଉତରାୟ ଆମେ ଏକାଠି ହେଇକରି ବହୁତ ଦିନ ରାଜନୀତି କରିଛୁ ବିଜୟ ମହାପାତ୍ର ନଳିନ ମହାନ୍ତି ଅଶୋକ ଦାସ ଶ୍ରୀକାନ୍ତ ଜେନା ଦିଲ୍ଲୀପ ରାୟ ଏମାନେ ସବୁ ବିକ୍ଷିପ୍ତ ହୋଇକି ଜେଝାବାଟେ ଯିଏ ଗଲା ପରେ ଯେତେବେଳେ ନବୀନ ବାବୁଙ୍କ ବିଜେଡ଼ି ଦଳ ଚାଲିଲା ତା ଭିତରେ ଆମେ 3 ଜଣ ଏକାଠି ହେଇକି ବହୁତ ଦିନ ଧରିକି ଚାଲିଛେ ସମସ୍ତେ ଏବଂ ମୋର ଯଦିଓ ପାର୍ଟି ଇଲେକ୍ସନ୍ ପରିଚାଳନା କଲାବେଳେ ସୁଦୂର ଉମରକୋଟରେ ମୋର ଗୋଟେ ମେଜର ଆକ୍ସିଡେଣ୍ଟ ହେଲା ମୁଁ ମରୁ ବଞ୍ଚିଗଲି ମୁଁ ସେତେବେଳେ ଚିଫ୍ ହୁଇପ୍ ହେଲାବେଳେ ବି ଗୋଡ଼ଟି ମୋର ଛୋଟା ଥିଲା ଏବଂ ଛୋଟେଇ ମୁଁ ଚାଲୁଥିଲି ତାପରେ ଯେତେବେଳେ ମନ୍ତ୍ରିମଣ୍ଡଳ ଗଠନ ହେଲା 2014ରେ ସେତେବେଳେ ମୋର ହେବାଟା ଅବଧାରିତ ଥିଲା ମୋତେ ନବୀନ ବାବୁ ନିଜେ 2 times କହିଛନ୍ତି ସେଇମାନଙ୍କ ଉପସ୍ଥିତିରେ ସଞ୍ଜୟ ଦାସ ବର୍ମା ଯିଏ ଡେପୁଟି ଚିଫ୍ ହୁଇପ୍ ଥିଲେ କଳ୍ପତରୁ ଦାସ ଏମାନଙ୍କ ଉପସ୍ଥିତ ଆଉ ଜଣେ 2 ଜଣ କିଏ ଥିଲେ ଏକ୍ଜାକ୍ଟଲି ମନେ ପଡ଼ୁନି ସେ ପଚାରନ୍ତି ପ୍ୟାରୀବାବୁଙ୍କ ଘଟଣାକ୍ରମ ପରେ ସେ ଟିକେ ଭାରି ନର୍ଭସ୍ ହଁ ନର୍ଭସ୍ ବୋଲି ଶବ୍ଦ ଠିକ୍ ମୁଁ କହିବିନି ସନ୍ଦିହାନ ଥିଲେ ଦିନେ ମୋତେ ପଚାରିଲେ ଆମେ 3 ଜଣ ବସିଛୁ ହ୍ୱାଟ୍ ୱିଲ୍ ହ୍ୟାପେନ୍ ମୁଁ ନଥିଙ୍ଗ ୱିଲ୍ ହ୍ୟାପେନ୍ କ୍ୟା ୱିଲ୍ ଏଗେନ୍ ୱିଲ୍ କହିଲେ ହ୍ୱାଇ ଆଣ୍ଡ ହାଉ ବୋଲେ ଦି ୱିଲ୍ ଟୁ ରୁଲ୍ ଅଫ୍ ଆୱାର ୱାର୍କର୍ସ ଇଟ୍ ହାଜ୍ ନଟ୍ ଡାଏଡ୍ ଡାଉନ୍ ସିଏ ମରିନି ହାଉ କୁଡ୍ ୟୁ ନୋ ମୁଁ କହିଲି ମୁଁ ପୁରା ଏଣ୍ଟାୟାର ଷ୍ଟେଟ୍ର इलेक्शन कंडक्ट करी बिजू जनता दल 12 मसीह ना वो ठीक है वो दैट स्पिरिट टू द वर्कर्स वो इंटैक्ट है मुगल हाँ निश्चय हो तो जब होगा यू आर द कैबिनेट मिनिस्टर 14 कैबिनेट महिला नहीं किसी गला भी आप जानी था नवीन बाबू निजे सब कथा मतलब जानीपारती ଜାଣୁନାହାନ୍ତି ବୋଲି କହିଲେ ଠିକ୍ ହେବନି ଜାଣିପାରନ୍ତି କିନ୍ତୁ ଖେଳ କରନ୍ତି ଅନ୍ୟ ଉପରକୁ ଦୋଷ ଯାଏ